ग्रामांचल एक सबुज सुंदर नर्सरी करी परिवेश सुरक्षार बार्ता देउछंती कोरेई ब्लॉक अंतर्गत पाटरंगा पंचायतर नुआसाही ग्रामर सनातन बेहरा। खाली सेतिकी नुहे, ଏହା ମଧ୍ୟରେ ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇପାରିଛନ୍ତି। ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଛି, ଏହା ପ୍ରମାଣ କରି ଦେଖାଇଛନ୍ତି ସନାତନ। ଗ୍ରାମାଞ୍ଚଳରେ ପ୍ରସ୍ତୁତ ହୋଇଛି ଏଭଳି ଏକ ସୁନ୍ଦର ନର୍ସରୀ, ଯେଉଁଠି ଭଳିକି ଭଳି ଗଛ ଚାରା ଲାଗିଛି। ଫଳନ୍ତି ଗଛଠୁ ଆରମ୍ଭ କରି ଔଷଧୀୟ ଗଛ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଚାରା ଲାଗିଛି। ଦୀର୍ଘ 4 ବର୍ଷ ହେବ ଏହି ନର୍ସରୀ କରିଆସୁଛନ୍ତି ସନାତନ। ଏକ ବିଶାଳ ଜମିରେ ଏହି ନର୍ସରୀ କରାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ମଞ୍ଜି ସଂଗ୍ରହ କରାଯାଉଛି, ପରେ ମାଟି ଖତ ଦିଆଯାଇ ପଲିଥିନ୍ରେ ରଖାଯାଉଛି। ବିଶେଷ କରି ଏହି ନର୍ସରୀରେ 100 ପ୍ରକାର ଗଛ ଲଗାଯାଇଛି। ଆମ୍ବ, ପିଜୁଳି, ନଡ଼ିଆ, ସେଓ, ଡ୍ରାଗନ ଫ୍ରୁଟ୍ ଭଳି ଓ ଔଷଧୀୟ ଚାରା ଏଠାରେ ଲଗାଯାଇଛି। ଘାସ ବାଛିବା, ଗଛରେ ପାଣି ଦେବା, ଗଛକୁ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ କରି ରଖିବା ଭଳି ସବୁ କାର୍ଯ୍ୟ ସେ ନିଜେ କରିଥାନ୍ତି। ଅନ୍ୟପଟେ ଗଛର ଯତ୍ନ ନେବାଠୁ ଆରମ୍ଭ କରି ଗଛକୁ ବଡ଼ କରାଇବା ପାଇଁ ଏହି ନର୍ସରୀରେ 4 ରୁ 5 ଜଣ ଲୋକ କାମ କରୁଛନ୍ତି। ଏହି ନର୍ସରୀରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଛ ବିକ୍ରି କରାଯାଉଛି। ସନାତନ ନିଜେ ଗଛ ଲଗାଇବା ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି। ମାସକୁ 20,000 ରୁ 30,000 ପର୍ଯ୍ୟନ୍ତ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ଏହି ନର୍ସରୀକୁ ବଡ଼ କରି ଏଥିରେ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ସହିତ ପରିବେଶ ସୁରକ୍ଷାର ଲକ୍ଷ୍ୟ ରଖିଛନ୍ତି ସନାତନ। ସନାତନ ବେହେରା, ପାଟରଙ୍ଗା ପଞ୍ଚାୟତ, କୋରେଇ ବ୍ଲକ, ଯାଜପୁର ଜିଲ୍ଲା। 4 ବର୍ଷ ହେବ ମୁଁ ଏ ନର୍ସରୀ ଆରମ୍ଭ କରିଅଛି। ମୁଁ ଦିନେ ଅଟୋ ଡ୍ରାଇଭର ଥିଲି। କରୋନା ସମୟରେ ଗାଡ଼ି ମୋର ବନ୍ଦ ହୋଇଯିବାରୁ ଉପାୟ ହେଇକି ଯେକି ମୁଁ ଗଛ ବାରିରେ କିଛି ଆରମ୍ଭ କଲି। ସେଥିରୁ ନର୍ସରୀ ବେଲା ମୋର ନବା ଆରମ୍ଭ କଲେ। ତାପରେ ଗଛ ପ୍ରତି ମୋର ଭଲ ପାଇବା ବଢ଼ିଲା। ତାପରେ ମୁଁ ନିଜେ କିଛି ଲୋକ ରଖିକି ସଂସ୍ଥାକୁ ବଢ଼ାଇବାକୁ ଚେଷ୍ଟା କଲି। କିନ୍ତୁ ଏବେ ଦୁଃଖରଦାୟକ ଘଟଣା କି ମୁଁ ଯେତିକି ଗଛ ବନଉଛି ମୋ କତିରେ ରଖିବାକୁ ଆଉ ଜମିର ଅଭାବ ଅଛି। ମୁଁ ସରକାରଙ୍କ ପାଖରେ ନିବେଦନ କରୁଛି କି ମୋତେ ଯଦି ସରକାରଙ୍କ ତରଫରୁ କିଛି ସହାୟତା ମିଳନ୍ତା ମୁଁ ଖୁସି ହୁଅନ୍ତି। ଗଛ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଆମର କିଛି ନାହିଁ। ଆପଣମାନେ ସମସ୍ତେ ଜାଣିଥିବେ, ଛୋଟ ପିଲା କତରୁ ବଡ଼ ଲୋକ ପର୍ଯ୍ୟନ୍ତ ବହିରେ ପଢ଼ିଥିବେ ବି। ବୃକ୍ଷ ଲଗାଇବା, ନିଜେ ବଞ୍ଚିବା, ଅନ୍ୟକୁ ବଞ୍ଚାଇବା ଆମର ଦାୟିତ୍ୱ। ପ୍ରତ୍ୟେକ ବର୍ଷ ଫେବୃଆରୀ 14 ତାରିଖରେ ମୁଁ ଏକ ସ୍କୁଲକୁ ଡୋନେଟ୍ କରେ 300 ରୁ 350 ଗଛ। ମୋ କତିରେ ବି ସେ ଭିଡ଼ିଓ ଭିଜୁଆଲ୍ ଆଉ ପ୍ରମାଣ ଅଛି, ମୁଁ ଆପଣଙ୍କୁ ଦେଖାଇ ପାରିବି। କିନ୍ତୁ ଆମେ ଖାଲି ଗଛ ବନେଇକି ବିକିବାଟା ହେଉଛି ଆମର ଲକ୍ଷ୍ୟ ନୁହେଁ। ଆମେ ଲୋକଙ୍କୁ କେମିତି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବା, ସେ ପ୍ରତି ଆମର ବହୁତ ଲକ୍ଷ୍ୟ ଅବଦାନ ଅଛି। କିନ୍ତୁ ପରିସ୍ଥିତି ଦୁର୍ବଳତାରୁ ମୁଁ ସେସବୁ ସାହାଯ୍ୟ କରିପାରୁନାହିଁ। ଆମର ଆଜ୍ଞା ଫଳ କତରୁ ଫୁଲ କତରୁ ପନିପରିବା ପର୍ଯ୍ୟନ୍ତ, ଯେହେତୁ ଆମର ଗାଁ ଭିତର ଏଇ ନର୍ସରୀ, ମାର୍କେଟ ଉପରେ ହେଇଥିଲେ ଟିକେ ଭଲ ହେଇଥାନ୍ତା। କାହିଁକିନା ଯେହେତୁ ଆମର ଗାଁ ଭିତରେ ଚାଷବାସ ଉପରେ ବେଶୀ ଧ୍ୟାନ ଦିଅନ୍ତି, ତେଣୁକରି ଲଙ୍କା, ବାଇଗଣ, ସୁଜୁନା, ଅମୃତଭଣ୍ଡା, ବିଲାତି, ଆପଣଙ୍କର କଲରା, ବୋଇତାଳୁ, ଭେଣ୍ଡି, ଜହ୍ନି, କାକୁଡ଼ି ଏସବୁ ଚାରା ମୁଁ ନିଜେ ବନାଏ। ଆଉ କିଛି ଚାରା ମୁଁ କଲିକତାରୁ ଆଣିକି ଲିଚୁ ସେପେଟା, ଜାମୁରୋଳ, ଆପଣଙ୍କର ଆପୁଲ ବେର, କୋଳି ଏସବୁ ମୁଁ କିଛି ମଗେଇକି ଲୋକମାନଙ୍କୁ ଦିଏ। ଫୁଲ ଉପରେ ଆପଣ ବର୍ତ୍ତମାନ ଦେଖୁଥିବେ ମନ୍ଦାର ଅଛି, ଟିକମା ଅଛି, ଗୌରଚୋରି, କରବୀର, ଟଗର, ଆଉ ଆପଣଙ୍କର ମନି ପ୍ଲାଣ୍ଟ ଆପଣଙ୍କର ପୂର୍ଣ୍ଣମିଲି, ଲିଲି, ପିସ୍ ଲିଲି, ଆପଣ ଦେଖିଲେ ବହୁତ ଗୁଡ଼ିଏ ଭେରାଇଟି ସେପଟରେ ବି ଅଛି। ସରକାରଙ୍କ ତରଫରୁ ଆଜ୍ଞା କିଛି ଆଜି ପର୍ଯ୍ୟନ୍ତ ମୋତେ ମିଳିନାହିଁ। ଖାଲି ମୁଁ 2ଟି ସାର୍ଟିଫିକେଟ୍ ପାଇଛି। ଏକ ହେଉଛି କୃଷି ବିଜ୍ଞାନ କେନ୍ଦ୍ର ସାର୍ଟିଫିକେଟ୍, ଆଉ ସ୍କୁଲ ପିଲାମାନେ କିଛି ମୋ କତିକି ଆସିଥିଲେ ପରିବେଶ ସୁରକ୍ଷା ବିଷୟରେ ଜାଣିବା ପାଇଁ। ମୁଁ ତାଙ୍କୁ ମୋ ତରଫରୁ ଯେତିକି ଅଭିଜ୍ଞତା ହିସାବରେ କେମିତି ଗଛକୁ ଲଗାଇବା, କେମିତି ପାଣି ଦେବା, କେମିତି ବଞ୍ଚେଇବା, ସେତିକି ଜଣେଇଲା ପରେ ସେମାନେ ମୋତେ ଏକ ପରିଚୟ ସାର୍ଟିଫିକେଟ୍ ଦେଇକି ଯାଇଛନ୍ତି।